ବାଇକ୍ରେ ବୁହାହେଲା ମୃତଦେହ କାହା ସ୍ୱାର୍ଥରେ ଏହି ମହାପ୍ରଣୟ ଯୋଜନା? ସ୍ୱାସ୍ଥ୍ୟ ବିଭାଗର କରୁଣ କାହାଣୀ। ଉପାନ୍ତ ଅଞ୍ଚଳ ଗୁମାରେ ଦେଖିବାକୁ ମିଳିଛି ଏହି ନଗ୍ନ ଚିତ୍ର। ମୃତଦେହକୁ ମିଳୁନି ସମ୍ମାନ, ବାଇକ୍ରେ ବୁହାହେଲା ମୃତଦେହ କାହା ସ୍ୱାର୍ଥରେ ମହାପ୍ରଣୟ ଯୋଜନା। ଗଜପତି ଜିଲ୍ଲା ଗୁମା ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର। ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ଏହି ବାସ୍ତବ ଚିତ୍ର। 2016 ମସିହାରେ ଦାନ ମାଝି ଶବ ବୁହା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହିଭଳି ସମାନ ଚିତ୍ର ବର୍ତ୍ତମାନ ଦେଖିବାକୁ ମିଳିଛି। ଖବର ମୁତାବକ ଗୁମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମ ପଞ୍ଚାୟତର ଚନ୍ଦ୍ରଧ୍ୱଜ ସିଂ, ଯାହାର ବୟସ 63 ବର୍ଷ। ସୂଚନା ମୁତାବକ ଗୁରୁବାର ଦିନ ସକାଳ 8ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଧ୍ୱଜ ସିଂ ମୃତ୍ୟୁବରଣ କରିଥିଲେ। ଡକ୍ଟର ଆଲୋକ କୁମାର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ମହାପ୍ରଣୟ ଗାଡ଼ିର ସୁବିଧା ନଥିବାରୁ ମୃତଦେହକୁ ଗାଁକୁ ନେବା ପାଇଁ ପରିବାର ଲୋକ ଅଟୋରିକ୍ସା ପାଇଁ କଥା ହେବା ବେଳେ ଅଟୋରିକ୍ସାର ଭଡ଼ା ଅଧିକ କହିବାରୁ ବର୍ତ୍ତମାନ ଶବକୁ ସେମାନେ ନିଜ ବାଇକ୍ରେ ବୋହିକି ନେଇକି ଯାଉଥିବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଆଗର ବଡ଼ ଗାଡ଼ି ହେଇଛି ବର୍ତ୍ତମାନ